ଆମେ ଯେତେବେଳେ ଭାରତରେ ଜନଗଣନା କଥା କହୁ ସାଧାରଣତଃ ଏହାକୁ ଏକ ସର୍ଭେ ବୋଲି ଭାବିଥାଉ, କିନ୍ତୁ କଥାଟା ସେତିକିରେ ସରେନି। ଏହା କେବଳ ଏକ ସର୍ଭେ ନୁହେଁ, ବରଂ ଏକ ଆଇନଗତ ଆଦେଶ, ଆଉ ଏହା ପଛରେ ରହିଛି ବହୁତ କଡ଼ା ନିୟମ। ତେବେ ଏହି କଥାର ମୂଳଦୁଆ କ'ଣ? ଆସନ୍ତୁ ସିଧାସଳଖ ତାର ଆଇନଗତ ଭିତ୍ତିକୁ ଦେଖିବା। ଏହା ହେଉଛି ଜନଗଣନା ଅଧିନିୟମ 1948ର ଧାରା 11। ମନେ ରଖନ୍ତୁ, ଏହି ଧାରାଟି ହିଁ ଜନଗଣନା କାମକୁ ଏକ ସାଧାରଣ କାମରୁ ବଦଳାଇ ଏକ ବାଧ୍ୟତାମୂଳକ ଆଇନଗତ ଦାୟିତ୍ୱରେ ପରିଣତ କରିଦିଏ। ଆଉ ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା, ଏହି କାମଟା ଆଉ ଇଚ୍ଛାଧୀନ ନୁହେଁ। ଯେଉଁ ଅଧିକାରୀଙ୍କୁ ଏହି ଦାୟିତ୍ୱ ମିଳେ ତାଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ କର୍ତ୍ତବ୍ୟ ପାଲଟିଯାଏ, ଯାହାକୁ ଏଡ଼ାଇ ଦେଇ ହେବନି। ମାନେ ସିଧା କଥା, ଏହି କାମରୁ ଓହରିଯିବା କିମ୍ବା ଏଥିରେ ଅବହେଳା କରିବା କୌଣସି ବିକଳ୍ପ ନୁହେଁ। ଯଦି କେହି ଏମିତି କରନ୍ତି, ତେବେ ଆଇନ ଅନୁସାରେ ଏହାକୁ ଏକ ଅପରାଧ ବୋଲି ଧରାଯିବ। ତେବେ ଅପରାଧ କହିଲେ କେଉଁ ପ୍ରକାରର କାମକୁ ବୁଝାଏ? ଆସନ୍ତୁ ଦେଖିବା ଆଇନରେ କେଉଁ 7ଟି କାମକୁ ଜନଗଣନା ସମ୍ବନ୍ଧୀୟ ଅପରାଧର ଶ୍ରେଣୀରେ ରଖାଯାଇଛି। ଦେଖନ୍ତୁ, ଏହି ତାଲିକାଟି ବହୁତ ସ୍ପଷ୍ଟ। ପ୍ରଥମତଃ, କାମ କରିବାକୁ ସିଧା ମନା କରିଦେବା କିମ୍ବା କାମରେ ଅବହେଳା କରିବା ଏକ ଅପରାଧ। ଦ୍ୱିତୀୟରେ, ଯଦି କେହି ଅନ୍ୟ ଜଣେ ଜନଗଣନା କର୍ମଚାରୀଙ୍କୁ ତାଙ୍କ କାମ କରିବାରେ ବାଧା ଦିଅନ୍ତି, ତାହା ମଧ୍ୟ ଏକ ଅପରାଧ। ଏହା ସହିତ ଜାଣିଶୁଣି ଭୁଲ ପ୍ରଶ୍ନ ପଚାରିବା, ମିଛ ରିପୋର୍ଟ ଦେବା କିମ୍ବା ସରକାରୀ ଅନୁମତି ବିନା କୌଣସି ତଥ୍ୟକୁ ବାହାରେ ପ୍ରକାଶ କରିବା, ଏସବୁ ଗୁରୁତର ଅପରାଧ। ଏପରିକି ଯଦି କେହି ଜନଗଣନାର କାଗଜପତ୍ର ନଷ୍ଟ କରନ୍ତି କିମ୍ବା ଲୁଚନ୍ତି, ଏବଂ ସବୁଠୁ ବଡ଼ କଥା, ଯଦି କେହି ଅନ୍ୟ ଜଣଙ୍କୁ ଏହି ସବୁ ଭୁଲ କାମ କରିବା ପାଇଁ ସାହାଯ୍ୟ କରନ୍ତି ବା ଉସ୍କାନ୍ତି, ତାହାକୁ ମଧ୍ୟ ସମାନ ଅପରାଧ ବୋଲି ଧରାଯିବ। ଆଚ୍ଛା, ଆମେ ଅପରାଧଗୁଡ଼ିକ ବିଷୟରେ ତ ଜାଣିଲେ, କିନ୍ତୁ ପ୍ରଶ୍ନ ଉଠୁଛି, ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତେବେ ତାର ପରିଣାମ କ'ଣ ହେବ? କେତେ ମୂଲ୍ୟ ଦେବାକୁ ପଡ଼ିବ? ଏହାର ଜବାବ ଆଇନରେ ପୁରା ସ୍ପଷ୍ଟ ଭାବେ ଦିଆଯାଇଛି। ଦଣ୍ଡ କେବଳ ଟଙ୍କା ପଇସାର ଜରିମାନାରେ ସୀମିତ ନୁହେଁ, ଏହା ଅପରାଧିକ ମାମଲା ଏବଂ ଜେଲ୍ ଦଣ୍ଡ ପର୍ଯ୍ୟନ୍ତ ବି ଯାଇପାରେ। ମୁଖ୍ୟତଃ ଦଣ୍ଡକୁ 2ଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ସାଧାରଣ ଅପରାଧ, ଯେଉଁଥିପାଇଁ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। କିନ୍ତୁ ଯଦି ଅପରାଧଟି ଗୁରୁତର ଶ୍ରେଣୀର ହୁଏ, ତେବେ କଥା ବଦଳିଯାଏ। ସେଠି ଜରିମାନା ସାଙ୍ଗକୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବି ପ୍ରାବଧାନ ରହିଛି। ଚାଲନ୍ତୁ ଏହାକୁ ଆହୁରି ସରଳ ଭାବରେ ବୁଝିବା। ଯଦି କେହି ସାଧାରଣ ତ୍ରୁଟି କରନ୍ତି, ତେବେ ତାଙ୍କୁ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। କିନ୍ତୁ ଯଦି କେହି କାମ କରିବାକୁ ମନା କରନ୍ତି, ମିଛ ରିପୋର୍ଟ ଦିଅନ୍ତି କିମ୍ବା ଡକୁମେଣ୍ଟ ନଷ୍ଟ କରନ୍ତି, ଏଗୁଡ଼ିକ ଗୁରୁତର ଅପରାଧ, ତେବେ ତାଙ୍କ ସେହି 1000 ଟଙ୍କା ଜରିମାନା ସହିତ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ମଧ୍ୟ ହୋଇପାରେ। ଆଚ୍ଛା, ଦଣ୍ଡ ବିଷୟରେ ତ ଆମେ ଜାଣିଲେ, କିନ୍ତୁ ଆଇନ କ'ଣ କେବଳ ଦଣ୍ଡ ଦିଏ? ନା, ଏହାର ଏକ ଆଇନଗତ ଢାଞ୍ଚା ଅଛି, ଯାହା ଏହି କାମ କରୁଥିବା ଲୋକଙ୍କୁ ସୁରକ୍ଷା ମଧ୍ୟ ଦେଇଥାଏ। ଆସନ୍ତୁ ସେ ବିଷୟରେ ଆଲୋଚନା କରିବା। ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସବୁ ଜନଗଣନା ଅଧିକାରୀଙ୍କୁ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ସରକାରୀ କର୍ମଚାରୀ ବା ପବ୍ଲିକ୍ ସର୍ଭେଣ୍ଟର ମାନ୍ୟତା ଦିଆଯାଏ। ଏହା ଏକ ପ୍ରକାର ସୁରକ୍ଷା କବଚ ଭଳି କାମ କରେ, ଯାହା ସେମାନଙ୍କୁ ନିଜ କର୍ତ୍ତବ୍ୟ ପାଳନ ବେଳେ ସୁରକ୍ଷା ଦିଏ। ତେବେ ଗୋଟିଏ ପଟେ ଯେମିତି ସୁରକ୍ଷା ପାଇଁ ଢାଳ ଅଛି, ଅନ୍ୟପଟେ ଆଇନର ଖଡ଼ଗ ମଧ୍ୟ ଅଛି। ଯଦି କୌଣସି ଅଧିକାରୀଙ୍କ ବିରୁଦ୍ଧରେ ମକଦ୍ଦମା କରିବାର ଆବଶ୍ୟକତା ପଡ଼େ, ତେବେ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ପୂର୍ବ ଅନୁମତି ନେବାକୁ ପଡ଼ିବ। ଏହାଦ୍ୱାରା ସୁନିଶ୍ଚିତ ହୁଏ ଯେ କୌଣସି କାର୍ଯ୍ୟାନୁଷ୍ଠାନ ମନମୁଖୀ ଭାବେ ନ ହୋଇ ଏକ ଆନୁଷ୍ଠାନିକ ଏବଂ ଯଥାର୍ଥ ପ୍ରକ୍ରିୟାରେ ହେବ। ତେବେ ଏସବୁ ଆଲୋଚନାର ଗୋଟିଏ କଥା ସ୍ପଷ୍ଟ ହେଉଛି, ଭାରତର ଜନଗଣନା କେବଳ ତଥ୍ୟ ସଂଗ୍ରହ ନୁହେଁ, ଏହା ଏକ ବହୁତ ବଡ଼ ଆଉ ଗମ୍ଭୀର ଅଭିଯାନ। ଏଥିରେ ସଠିକତା ଏବଂ ସମସ୍ତଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ହିଁ ଏତେ ସବୁ ଆଇନଗତ ବ୍ୟବସ୍ଥା କରାଯାଇଛି। ଏହି କଡ଼ା ନିୟମଗୁଡ଼ିକର କାରଣ ହେଲା, ଜାତୀୟ ଜନଗଣନାର ସଠିକତା ଏବଂ ବିଶ୍ୱସନୀୟତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଶେଷରେ ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଯେତେବେଳେ ଗୋଟିଏ ଦେଶର ଭବିଷ୍ୟତ ତଥ୍ୟ ଉପରେ ହିଁ ନିର୍ଭର କରେ, ସେତେବେଳେ ସେହି ତଥ୍ୟରେ ହେଉଥିବା ଗୋଟିଏ ଛୋଟ ଭୁଲର ପ୍ରକୃତ ମୂଲ୍ୟ କେତେ ହୋଇପାରେ, ଚିନ୍ତା କରିବାର କଥା।